ସମସ୍ତ ଗୁରୁ ଭାଇ ଓ ମା ମାନଙ୍କୁ ରାଉ ପ୍ରୀତି ଜୟଗୁରୁ ଜଣାଉଛି। ତାପସ ଭାଇ ବୋଲି ଜଣେ ଗୁରୁ ଭାଇ ଥିଲେ। ସେ ଠାକୁରଙ୍କ କଥା ମାନିଲେ ନାହିଁ। ଅକାଳ ମୃତ୍ୟୁରୁ ସେ ବଞ୍ଚିଲେ ନା ବଞ୍ଚିଲେ ନାହିଁ ଦେଖିବା ଏ ଭିଡ଼ିଓରେ। ଯେ ତାପସ ଡପାଦାର ନାମକ ଜଣେ ଯୁବକ ଥିଲେ। ଦେଓଘର ସହରର ବମ୍ପାସ ଟାଉନରେ ସେ ରହୁଥିଲେ। ନନୀଗୋପାଳ ଚକ୍ରବର୍ତ୍ତୀ ଦାଦାଙ୍କ ମାଧ୍ୟମରେ ସେ ଦୀକ୍ଷା ନେଇଥିଲେ। ତାଙ୍କର ବିବାହ ଅଳ୍ପ ଦିନ ହେଲା ହେଇଥିଲା। ଦିନେ ଶିଶି ଠାକୁର ନନୀ ଦାଦାଙ୍କୁ ତାପସକୁ ଦେଖେଇ କହିଲେ ତା ପାଇଁ ଗୋଟେ ଚାକିରି ଯୋଗାଡ଼ କରିଦିଅନ୍ତୁ। ନନୀ ଦାଦା ସତ୍ସଙ୍ଗ କାର୍ଯ୍ୟରେ ଟାଟା ଯାଇଥିଲେ। ତାପସର ଚାକିରି ଠିକ୍ କରି ଶିଶି ଠାକୁରଙ୍କ ପାଖକୁ ସେ ଟେଲିଗ୍ରାମ ପଠାଇଲେ। ଟେଲିଗ୍ରାମ ସନ୍ଧ୍ୟାରେ ମିଳିଲା ପରେ ତାପସକୁ ଡକାଇ ଶ୍ରୀ ଠାକୁର କହିଲେ ତୁମେ ଆଜି ରାତିରେ ଟାଟା ଚାଲିଯାଅ। ତାପସ କହିଲା ଆଜି ରାତିରେ ହିଁ ଚାଲିଯିବି। ଶିଶି ଠାକୁର ଜୋର ଦେଇ କହିଲେ ଚାଲିଯିବି ନୁହେଁ, ବର୍ତ୍ତମାନ ଘରକୁ ଯାଅ ଏବଂ ଜିନିଷପତ୍ର ପ୍ୟାକ୍ କରି ଟ୍ରେନ୍ ଧରିବାକୁ ଷ୍ଟେସନକୁ ବାହାରି ଯାଅ। ସେହି ଯୁବକ ଶିଶି ଠାକୁରଙ୍କୁ ପ୍ରଣାମ କରି ଘରକୁ ଗଲା। ସେ ଯିବାର ଘଣ୍ଟାଏ ପରେ ଶିଶି ଠାକୁର ହରିଦାସ ଦାଦାଙ୍କୁ ଡାକି କହିଲେ ତାପସକୁ ଯାଇ ଦେଖ ତ ସେ ଟ୍ରେନ୍ ଧରିବାକୁ ଘରୁ ବାହାରିଲା କି ନାହିଁ। ହରିଦାସ ଦାଦା ତାଙ୍କ ପୁରୁଣା ସାଇକେଲରେ ଆଶ୍ରମର ପୂର୍ବରେ 3 କିଲୋମିଟର ଦୂର ତାପସଙ୍କ ଘରେ ପହଞ୍ଚିଲେ। ସେ ସମୟରେ ତ ଦେଓଘର ଜନସଂଖ୍ୟା ବହୁତ କମ୍ ଥିଲା। ଚାରିପାଖରେ ଜଙ୍ଗଲ, ଛୋଟ ଛୋଟ ବଣବୁଦା ବି ଭର୍ତ୍ତି ହେଇକି ଥିଲା। ଅଧିକାଂଶ ଜାଗାରେ ନାଲି ମହରମ ରାସ୍ତା ବି ଥିଲା। ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନଥିଲା। ବହୁତ କମ୍ ଘରକୁ ଲାଇନ୍ ଯାଇଥିଲା। ସେଠାରେ ଯାଇ ଦେଖିଲେ ତାପସ ସେ ପର୍ଯ୍ୟନ୍ତ ଘରେ ହିଁ ଅଛି। ହରିଦାସ ଦାଦା ପଚାରିଲେ ଠାକୁର ତୁମକୁ ଟ୍ରେନ୍ ଧରିବା ପାଇଁ କହିଥିଲେ, କିନ୍ତୁ ତୁମେ ଏବେ ସୁଦ୍ଧା ଘରେ ଅଛ। ସେ ଯୁବକ ଜଣକ କହିଲେ ମୋ ଜିନିଷପତ୍ର ବ୍ୟାଗ୍ ପ୍ରସ୍ତୁତ ହୋଇଯାଇଛି। ମୁଁ ଏବେ ହିଁ ଘର ଛାଡ଼ିବି। ଆପଣ ଠାକୁରଙ୍କୁ ଜଣାଇ ଦେବେ। ହରିଦାସ ଦାଦା ଶିଶି ଠାକୁରଙ୍କ ପାଖକୁ ଫେରିଯାଇ ସେହି କଥା ହିଁ କହିଲେ। କିଛି ସମୟ ପରେ ଶିଶି ଠାକୁର ହରିଦାସ ଦାଦାଙ୍କୁ ଡକାଇ କହିଲେ ଯାଇ ଦେଖ ତ ଏବେ ସୁଦ୍ଧା ସେ ଘରୁ ବାହାରିଲାଣି ନା ନାହିଁ। ପୁଣି ସାଇକେଲ ଧରି ହରିଦାସ ଦାଦା ତାପସର ଘରକୁ ଛୁଟିଲେ। ତାଙ୍କ ପତ୍ନୀ କହିଲେ ଯେ ସେ ଟ୍ରେନ୍ ଧରିବାକୁ ବୈଦ୍ୟନାଥ ଧାମ ଷ୍ଟେସନ ଚାଲିଗଲାଣି। ହରିଦାସ ଦାଦା ଫେରିଆସି ଶିଶି ଠାକୁରଙ୍କୁ ସେୟା ହିଁ କହିଲେ। ହରିଦାସ ଦାଦା କଥା ଶୁଣି ଶିଶି ଠାକୁର କିଛି ସମୟ ଗମ୍ଭୀର ହୋଇଗଲେ ଏବଂ ତମାଖୁ ସେବନ କରିବାକୁ ଲାଗିଲେ। ତାଙ୍କର ଭୋଗର ସମୟ ଗଡ଼ିଗଲାଣି, କିନ୍ତୁ ସେ ଉଠୁନାହାନ୍ତି। ବହୁତ ଚିନ୍ତାରେ ଅଛନ୍ତି। ପ୍ରାୟ ରାତି 10ଟା ବେଳେ ଆଲୁ ନିଲୁ ଦୁଇ ଭାଇଙ୍କୁ 10 ବର୍ଷ ଜଣଙ୍କୁ 8 ବର୍ଷ ଜଣଙ୍କୁ ଡାକି କହିଲେ 2 ଜଣ ବାଳକଙ୍କୁ ଠାକୁର ଯେ ତୁମେ ତାପସ ଘରକୁ ଯାଅ, କବାଟ ଠକ୍ ଠକ୍ କରିବ। ଜଣେ ସ୍ତ୍ରୀ ଲୋକ କବାଟ ଖୋଲିବ। କବାଟ ଖୋଲିଲା ମାତ୍ରେ ତୁମେ ଦୁହେଁ ଦୁଇ ପାଖରେ ଚଟ୍ କରି ଘର ଭିତରକୁ ପଶିଯିବ। ଘରେ ପଶି ଘରର କୋଣ ଅନୁକୋଣ, ଆଲମିରା, ଖଟତଳ, ଟ୍ରଙ୍କ, ବାଥରୁମ୍, ପାଣିକୁଣ୍ଡ ସବୁ ଦେଖିବ। ତାପସ ପ୍ରକୃତରେ ଘରେ ଅଛି ନା ନାହିଁ ଆଉ ତାର ଠିକଣାଟା ହରିଦାସ ଦାଦାଙ୍କ ଠାରୁ ବୁଝିନିଅ। ଏହା କହି 2ଟି ବାଳକଙ୍କୁ ଠାକୁର ପଠାଇଲେ। ସେହି 2 ବାଳକ ଶିଶି ଠାକୁରଙ୍କ ନିର୍ଦ୍ଦେଶ ଅନୁସାରେ ତାପସର ଘରେ ପହଞ୍ଚି କବାଟ ଠକ୍ ଠକ୍ କରିବାରୁ ଜଣେ ସ୍ତ୍ରୀ ଲୋକ କବାଟ ଖୋଲିଲେ। କବାଟ ଖୋଲିବା ମାତ୍ରେ ଏମାନେ ଘରର କୋଣ ଅନୁକୋଣ ସବୁ ଖୋଜିଲେ, କିନ୍ତୁ ତାପସକୁ ପାଇଲେ ନାହିଁ। ତାପସର ପତ୍ତା ମିଳିଲା ନାହିଁ। ସେ 2 ବାଳକ ଫେରିଆସି ଶିଶି ଠାକୁରଙ୍କୁ ସେହି କଥା ହିଁ ଜଣାଇଲେ। ସବୁ କିଛି ଶୁଣି ଦୀର୍ଘ ନିଶ୍ୱାସ ଛାଡ଼ି ଶିଶି ଠାକୁର ଘର ଭିତରକୁ ଚାଲିଗଲେ। ତାପରେ ସକାଳ ହେଲା ପରେ ତାପସର ସ୍ତ୍ରୀ ତାର ଧର୍ମପତ୍ନୀ ଆସି କାନ୍ଦି କାନ୍ଦି ଶିଶି ଠାକୁରଙ୍କ ନିକଟରେ ପହଞ୍ଚିଲେ। ରାତିରେ ତାପସର ମୃତ୍ୟୁ ହେଲା। ପତ୍ନୀ ଛାଟି ପିଟି କାନ୍ଦି କାନ୍ଦି କହିଲା ଠାକୁର ମୋ ପାଇଁ ହିଁ ମୋ ପତିଙ୍କର ସାପ କାମୁଡ଼ାରେ ମୃତ୍ୟୁ ହେଲା। ଆଉ ବାଥରୁମ୍ ଘର ପଛପଟେ ବୁଦାମୂଳ ଅନ୍ଧାରରେ ଲୁଚିବାକୁ ମୁଁ ହିଁ କହିଥିଲି। ସେଠି ସାପ କାମୁଡ଼ିଲା। ସେ ଚାଲିଗଲେ। ମୋତେ ରକ୍ଷା କରନ୍ତୁ। ଶିଶି ଠାକୁର ଗମ୍ଭୀର ସ୍ୱରରେ କହିଲେ ବର୍ତ୍ତମାନ ଛାଟି ପିଟି ହେଇ କାନ୍ଦିଲେ କ'ଣ ହେବ? ସେ ଚାଲିଗଲା, ସେ ଆଉ ଫେରିବ ନାହିଁ। ସେ ଯଦି ମୋ କଥା ମାନିଥାନ୍ତା ନିଶ୍ଚୟ ବଞ୍ଚି ଯାଇଥାନ୍ତା, କିନ୍ତୁ ମୁଁ ଏତେ କରିବି ତାକୁ ବଞ୍ଚାଇ ପାରିଲି ନାହିଁ। ସେ ମହିଳା ଏହାପରେ ବହୁ ସମୟ ଧରି କାନ୍ଦିଲେ। ପ୍ରାୟ 15-20 ମିନିଟ୍ ପରେ ଶିଶି ଠାକୁର କହିଲେ ବର୍ତ୍ତମାନ ତୁମର ଆଗତ ଭବିଷ୍ୟର କଥା ଚିନ୍ତା କର। ଯିଏ ଆସୁଛି ତାର ଯତ୍ନ କର, ତାକୁ ଭଲ ମଣିଷଟିଏ କରି ଗଢ଼ି ତୋଳ। ମହିଳା ଯେ ଅନ୍ତଃସତ୍ତ୍ୱା ଅଛନ୍ତି ଠାକୁର ତାହା ଜାଣିଛନ୍ତି, କିନ୍ତୁ କହିନଥିଲେ। କିନ୍ତୁ ଏଇ ତାପସ ଭାଇ ଯଦି ସ୍ତ୍ରୀ କଥା ନ ମାନି ଠାକୁରଙ୍କ କଥା ମାନିଥାନ୍ତେ ତାହେଲେ ସେ ଅକାଳ ମୃତ୍ୟୁରୁ ବଞ୍ଚି ଯାଇଥାନ୍ତେ। କିନ୍ତୁ ସେ ଠାକୁରଙ୍କୁ ବେଖାତିର କରି ନିଜ ସ୍ତ୍ରୀ କଥାରେ ପଡ଼ି ଯାଇକି ବାଥରୁମ୍ ପଛପଟେ ଲୁଚିଲେ। ତାଙ୍କର ଅକାଳ ମୃତ୍ୟୁ ହେଲା। ତେଣୁ ଏଇ ଭିଡ଼ିଓଟି ଭଲ ଲାଗିଲେ ଗୋଟିଏ ଲାଇକ୍ କରିବେ।
ଭେରି ସମସ୍ତଙ୍କୁ ଜୟଗୁରୁ। ଆଉ ଭେରି ଭେରି ଜୟଗୁରୁ।